ଏ ଚକା ନୟନ ଅତି ସୁନ୍ଦର ନାମ ଆଉ ତାପରେ ଶାନ୍ତି ବାପାଙ୍କର ଏଇ ଯୋଉ ଉତ୍ସବଟି ଆମେ ପାଳୁଛେ କଣ କହିବାକୁ ଚାହୁଁଛେ ଏଇଟା? ଦେଖନ୍ତୁ ଶାନ୍ତିଲତା ବାରିକ ଯେତେବେଳେ ଥିଲେ ସେତେବେଳେ ଏଇ କାର୍ଯ୍ୟକ୍ରମକୁ ତାଙ୍କ ତତ୍ତ୍ୱାବଧାନରେ ସେ ସୁନ୍ଦର ଭାବରେ ପରିଚାଳନା କରୁଥିଲେ। ଏବେ ମଧ୍ୟ ପରିଚାଳନା ଚାଲିଛି, କିନ୍ତୁ ଆଜି ତାଙ୍କର ଅନୁପସ୍ଥିତି ନିଶ୍ଚିତ ଭାବରେ ଆମକୁ ଦୁଃଖ ଦେଇଛି। ଆଉ ସେ ଯେତେବେଳେ ମାନେ ଯେତେବେଳେ ଜାଣିପାରିଥିଲେ ଯେ ସେ ଆଉ ବେଶୀ ଦିନ ବଞ୍ଚିବେନି, ମୋତେ ବି କହିଥିଲେ ଯେ ଜୟଶ୍ରୀ ତତେ ଚକାନୟନ କାର୍ଯ୍ୟକ୍ରମ ଲାଗିଲା ତ ମୁଁ କହିଲି ନାଇଁ ନାଇଁ ଆପଣ ରହିବେ, ଆପଣ କାହିଁକି, ଆପଣ କୁଆଡ଼େ ଯିବେ, ଆପଣ ହିଁ କରିବେ ନା, ତୁ ଚକାନୟନକୁ କାର୍ଯ୍ୟକ୍ରମକୁ ପରିଚାଳନା କରିବୁ। ଆଉ ଯୋଉଟାକି ମତେ କିଛି ଅସୁବିଧା ହଉନି, କାହିଁକି ନା ମାନେ ଏଣ୍ଟାୟାର ପରିବାର ସପୋର୍ଟରେ ଅଛନ୍ତି, ସେମାନେ ଅତି ଖୁସିରେ ଏବଂ ତାଙ୍କର लगन ଲଗେଇକି ଏ କାର୍ଯ୍ୟକ୍ରମକୁ ଆରମ୍ଭ କରିଛନ୍ତି ଏବଂ କଣ୍ଟିନ୍ୟୁ କରୁଛନ୍ତି। ଆଉ ଆପଣ ଦେଖିବେ ଯେ ତାଙ୍କରି ନାଁର କେବଳ ଶୁଣିବାରେ ହିଁ ଆଜି ଟୋଟାଲ ହଲ୍ ଫୁଲ୍ ଅଛି, ଯେ ସେମାନେ ଦେଖିବା ପାଇଁ ଶୁଣିବା ପାଇଁ ଆସିଛନ୍ତି। ଆଉ ତାଙ୍କର ଯେଉଁ ଭାବପୂର୍ଣ୍ଣ ଭଜନ ଅଛି ସେ ସବୁବେଳେ ଅମର ହେଇକି ଅଛନ୍ତି ଆମ ହୃଦୟରେ। ଏବଂ ଜଗନ୍ନାଥଙ୍କର ଗୀତ ଯେତେବେଳେ ସେ ଗାଆନ୍ତି କୋଉଠି ନା କୋଉଠି ଆମେ ତାଙ୍କୁ ମନ ପ୍ରାଣରେ ଜଗନ୍ନାଥଙ୍କୁ ଆମେ ବି ଆତ୍ମାରେ ତାଙ୍କୁ ଖୋଜୁ, ଜଗନ୍ନାଥଙ୍କ ପାଖରେ ଭକ୍ତି ଭାବରେ ଆମେ ଲୀନ ହେଇଯାଉ। ଇଏ ହେଉଛି ତାଙ୍କ ଭକ୍ତିର ତାଙ୍କ ଭଜନର ମହତ୍ତ୍ୱ। ଆଉ କମ୍ପ୍ଲିଟ୍ ଭାବରେ ମୁଁ ମଧ୍ୟ ତାଙ୍କର ଜଣେ ଛାତ୍ରୀ, କାହିଁକିନା ଯେତେବେଳେ ମୁଁ ରହୁଥିଲି ମାଲକାନଗିରିରେ ସେତେବେଳେ ତାଙ୍କରି ଗୀତ ମୁଁ କ୍ୟାସେଟ୍ରୁ ଶୁଣିକି ଆଜି କଣ୍ଠଶିଳ୍ପୀ ହେଇଛି। ସେଥିପାଇଁ ସେ ମୋତେ ଝିଅ ହିସାବରେ ଦେଖନ୍ତି ଏବଂ ବହୁତ ଭଲ ପାଆନ୍ତି। ତାଙ୍କରି ଉଦ୍ଦେଶ୍ୟରେ ମୁଁ ଗୋଟିଏ ଗୀତ ଗାଇବି, ଯେଉଁ ଗୀତକୁ ସିଏ ମୋତେ କହିଥିଲେ ଗାଇବା ପାଇଁ। ଆସିଥିଲି ଦିନେ ଗୀତ ସଭାକୁ ମୁଁ ଗାଇବାକୁ ଗୀତ ତୋର, ଜାଣି ତ ନଥିଲି ତୋ ଗୀତ ଗାଇଲେ ଏତେ ନା ହେବ ମୋର, ଏତେ ନା ହେବ ମୋର କାଳିଆରେ, ଏତେ ନା ହେବ ମୋର। এই গীত ତାଙ୍କରି କଣ୍ଠରେ ଥିଲା ଏବଂ ସେ ଗୀତକୁ ମୁଁ ଗାଇଥିଲି ଏବଂ ସେ ବହୁତ ଏଇ ଗୀତକୁ ମଧ୍ୟ ଭଲ ପାଉଥିଲେ। ତାଙ୍କର ଯେଉଁ ଗୀତକୁ ଏବେ ବି ସୁଦ୍ଧା ଆମେ ମଞ୍ଚରେ ଗାଉଛୁ, ଭଜି ଭଜି ତ ନାମ ଚକାନୟନ ମୋର ଯାଉ ଜୀବନ ପ୍ରଭୁ, ଦିନେ ନ ଦେଖିଲେ ତ କଳା ବଦନ ମୋର ସରେ ନିନ।